ସନ୍ତାନକୁ ମଣିଷ କରିବା ପାଇଁ ଶିକ୍ଷା କିପରି ହେବା ଉଚିତ? ଆମମାନେ ପ୍ରତ୍ୟେକ ହିଁ ଚାହୁଁ ଆମମାନଙ୍କର ସନ୍ତାନ ମଣିଷ ହେଉ। କିପରି ଶିକ୍ଷା ମଧ୍ୟ ଦେଇ ତାହା ସମ୍ଭବ ହୋଇପାରେ ସେ ବିଷୟରେ ଠାକୁର କହୁଛନ୍ତି, ପିଲାପିଲିମାନଙ୍କର ସର୍ବ ଇନ୍ଦ୍ରିୟ ଯେତେ ସାରାଶୀଳ ହୁଏ ଏବଂ ସେହି ସଙ୍ଗେ ସଙ୍ଗେ ମନ ଯେତେ ଗ୍ରହଣମୁଖର ଓ ଅନ୍ତର୍ମୁଖୀ ହୁଏ ସେତେ ହିଁ ଭଲ। ମୂଳରେ ଦରକାର ମାତୃଭକ୍ତି, ପିତୃଭକ୍ତି ଓ ଗୁରୁଭକ୍ତି। ସେମାନଙ୍କୁ ଖୁସି କରିବାର ତାଗିଦରେ ସେତେବେଳେ ସେମାନେ କେତେ ଦେଖନ୍ତି, ଶୁଣନ୍ତି, ଭାବନ୍ତି, କରନ୍ତି ଏବଂ ଜାଣନ୍ତି। ପଢ଼ିବା ପାଇଁ ବାଧ୍ୟବାଧକତା ନ କରି ବାସ୍ତବ ଜୀବନ ଓ ଜଗତ ସମ୍ବନ୍ଧରେ ଶିଶୁମାନଙ୍କୁ ଆଗ୍ରହଶୀଳ କରି ତୋଳିବାକୁ ହୁଏ। ଗୋଟିଏ ପୁଅ ଯଦି ଗୋଟିଏ ପକ୍ଷୀ ପୋଷେ, ଅଳ୍ପ ଟିକେ ଜାଗାରେ ଫଳ ଫୁଲ ପନିପରିବା କରେ, ପହଁରା ଶିଖେ, ଗଛକୁ ଚଢ଼େ, ସାଇକେଲ ଚଢ଼େ, ନିଜ ହାତରେ କୌଣସି ଜିନିଷ ତିଆରି କରେ, ଅଭିନୟ କରେ, ଛବି ଆଙ୍କେ, ଗୀତ ଗାଏ, ଜଣେ ଭିକାରୀକୁ କିଛି ଖାଇବାକୁ ଦିଏ, ରାସ୍ତା ମଧ୍ୟରେ ପଡ଼ିଥିବା ଗୋଟିଏ ଇଟା ଦୂରେଇ ଦିଏ, ମଣିଷର ମୁଖ ଦେଖି ତାର ମନର ଅବସ୍ଥା ଧରିପାରେ, ପ୍ରକୃତିର ନାନା ପରିବର୍ତ୍ତନ ମନୋଯୋଗ ସହକାରେ ଲକ୍ଷ୍ୟ କରେ, ରକମାରୀ ଗଳ୍ପ ଶୁଣି ଶୁଣି ଭାବରେ ବୁଡ଼ିଯାଏ, ପରିବେଶରେ ବସ୍ତୁ, ବ୍ୟକ୍ତି ଓ ବ୍ୟାପାରଗୁଡ଼ିକୁ ତା ଭଳି କରି ଅନୁସନ୍ଧିତ୍ସା ଭାବି ଦେଖେ, ଶୁଣେ, ବୁଝେ, କୌଣସି ଜିନିଷର ନିଖୁଣ ବର୍ଣ୍ଣନା ଦେଇପାରେ, ନିଜର ଖରାପ ଝୋଙ୍କଗୁଡ଼ିକୁ ଭଲ ଦିଗରେ ମୋଡ଼ ବୁଲାଇବାକୁ ଶିଖେ, ତାହେଲେ ତାର କିନ୍ତୁ ମଣିଷ ହେବାର ଶିକ୍ଷାର ଭିତ୍ତିପତନ ହୁଏ। ମା ବାପା ଗୁରୁଜନମାନଙ୍କର ଦାୟିତ୍ୱ କିନ୍ତୁ ଅସାଧାରଣ। ସେମାନଙ୍କୁ ଶ୍ରେୟନିଷ୍ଠ ଚଳନରେ ଚାଲିବାକୁ ହୁଏ ଓ ପିଲାପିଲିମାନଙ୍କର ପ୍ରବଣତାଗୁଡ଼ିକୁ ଯୋଗାଇ ଦେବାକୁ ହୁଏ।